ମନ୍ଦିର ପରି ବାସ୍ନାରେ ଘର ମହକି ଉଠିବ। ଆଉ ଏତେ ସୁଆଦିଆ ଯେ ଆପଣ ନିଜେ ବି ବିଶ୍ୱାସ କରିବେନି ଘରେ ବନେଇଛନ୍ତି ନା କୋଉ ମନ୍ଦିରରୁ ଆଣିଛନ୍ତି। ଆଉ ଯଦି ଥରିଏ ବନେଇ ଦଉଛନ୍ତି ଏହି ଖେଚୁଡି ବା କାନିକା ବାରମ୍ବାର ବନେଇବେ ଆଉ ଏତେ ସୁଆଦିଆ ଲାଗିବ ଯେ ଆପଣ ମନ୍ଦିରର ବାସ୍ନା ଆଉ ମନ୍ଦିରର ଖାଦ୍ୟ ଭୋଗ ଘରେ ହିଁ ପାଇଯିବେ। ଯଦି ଆପଣ ଥରେ କରିନେଲେ ୟାକୁ ତ ସବୁଠୁ ସହଜ ସବୁଠୁ ଉପାୟରେ ଆପଣ ନିଜେ ବି ଜାଣିପାରିବେ ଏତେ ସହଜ ଥିଲା କିନ୍ତୁ ବନେଇବା ପାଇଁ ଆମେ କାହିଁକି ଜାଣିନଥିଲେ। ଆଉ ଥରେ କରିକି ଆଜି ଦେଖନ୍ତୁ ମୋ ଗ୍ୟାରେଣ୍ଟି ଦଉଛି ବାରମ୍ବାର ବନେଇବେ। ତ ଚାଲନ୍ତୁ ଫ୍ରେଣ୍ଡ ଡେରି କରିବାନି ଆରମ୍ଭ କରିଦବା ଆଜିର ଆମର ନୂଆ ରେସିପି ମନ୍ଦିର ପରି କାନିକା ବା ମୁଗ ଡାଲି ଖେଚୁଡି। ସବୁଠୁ ଭିନ୍ନ ଉପାୟରେ ବତେଇବି ବହୁତ ସହଜ ଉପାୟରେ ଛୋଟଠୁ ବଡ ପର୍ଯ୍ୟନ୍ତ ସମସ୍ତେ ବନେଇ ପାରିବେ। ଆଉ ଏତେ ସହଜ ଯେ ନିଜେ ଜାଣିଲେ ବି ଆଶ୍ଚର୍ଯ୍ୟ ହେଇଯିବେ। ଟୋଟାଲି ଏଇଠି କ୍ରିଟିକାଲ ମୁଁ କରିବି ନାହିଁ ପୁରା ନର୍ମାଲ ଗୋଟେ 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 ପଏଣ୍ଟ ୱାଇଜ ଏଇଟା ଆପଣଙ୍କୁ ମୁଁ ସେୟାର କରିବି। ତ ଚାଲନ୍ତୁ ଫ୍ରେଣ୍ଡ ଦେଖି ନେବା କିପରି ଭାବରେ ରେଡି ହେଇଯିବ ଆମର କାନିକା ଖେଚୁଡି। ତା ଲାଗି ପ୍ରଥମେ ଫ୍ରେଣ୍ଡ ଏଇଠି ମୁଁ ମୁଗ ଡାଲିକୁ ବହୁତ ବଢିଆ ସେ ଏଇପରି ଭାବରେ ଫ୍ରାଏ କରିଦେଇଛି। ଏଇଟା ଫ୍ରେଣ୍ଡ କଞ୍ଚା ମୁଗ ଡାଲି ଆକୁ ମୁଁ ଧୋଇନି ଆଦୌ ଡାଇରେକ୍ଟ ଆପଣ ଦୋକାନରୁ ଆଣିକି କିମ୍ବା ଆପଣଙ୍କ ପାଖରେ ଅଛି ଡାଇରେକ୍ଟ ଆଣିକି ଏଇଠି ଗୋଟେ ଯେକୌଣସି କଡେଇ କିମ୍ବା ତାୱା ଯେକୌଣସି ଜିନିଷ ଆପଣ ଗରମ କରିକି ତା ଉପରେ ମୁଗ ଡାଲି ପକାନ୍ତୁ। ଏଇଠି ଫ୍ରେଣ୍ଡ ମୁଁ ଆପଣଙ୍କୁ ଦେଖିଦେଇଛି କୋଉ ତାଟିଆରେ ପକେଇ ଦେଇଥିଲି ଆପଣ ତାକୁ ବି ମଧ୍ୟ ଟିକେ ଏଇଠି ନୋଟିସ କରିଦେବେ ତାକି ମୁଁ ଏଇଠି ଆପଣଙ୍କର ପାଣିର ବି ମଧ୍ୟ ମେଜରମେଣ୍ଟରେ କହିପାରିବି। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ମୁଗ ଡାଲି ବହୁତ ବଢିଆ ସେ ଆମର କଲର ବ୍ରାଉନ କଲର ହେଇଯାଇଛି ଆଉ ବହୁତ ଭଲ ବାସ୍ନା ବି ଆସୁଛି। ଯେତେବେଳେ ଫ୍ରେଣ୍ଡ ଆପଣଙ୍କ ମୁଗ ଡାଲି ବାସ୍ନା ଆସିବ ଆପଣ ଜାଣିବେ କି ଇଏ ରେଡି ହେଇଯାଇଛି। ଆଉ ବେଶୀ ପୋଡିବେ ନାହିଁ ଜଷ୍ଟ ଏତିକି କଲର ରଖିବେ। ବେଶୀ ଯଦି ଆପଣ ଏଇଠି କଲର ଚେଞ୍ଜ କରୁଛନ୍ତି ତ ଟିକେ ପିତୁଳିଆ ଲାଗିବ। ତା ସହିତ ଫ୍ରେଣ୍ଡ ଏଇଟା ଟିକେ ସିଝିବାରେ ବି ମଧ୍ୟ ଟାଇମ ଲାଗିଥାଏ। ତେଣୁକରି ଫ୍ରେଣ୍ଡ ବେଶୀ ଏଇଠି ଆକୁ ହଲେଇବେ ନାହିଁ ବସ୍ ଏତିକି ଟିକେ କଲର ଚେଞ୍ଜ ହେଲା ପରେ ଆକୁ ଆପଣ କାଢିଦେବେ। ତ ଚାଲନ୍ତୁ ଫ୍ରେଣ୍ଡ ଯେକୌଣସି ଜାଗାରେ ମୁଁ ଏଇଠି ନେଇଯାଇଛି ତ ଏଇଠି ଫ୍ରେଣ୍ଡ ଗୋଟେ ଜାଗାରେ ମୁଁ କାଢି ଦେଇଛି। ଯେତିକି ମୁଁ ଏଇଠି ଡାଲି ନେଇଥିଲି ସେତିକି ଚାଉଳ ନେଇଛି। ଆପଣ ଚାହିଁଲେ ଫ୍ରେଣ୍ଡ ଡାଲିର କ୍ୱାଣ୍ଟିଟି କମ ମଧ୍ୟ କରିପାରିବେ କିମ୍ବା ଚାଉଳର କ୍ୱାଣ୍ଟିଟି କମ ବି ମଧ୍ୟ କରିପାରିବେ। ଯଦି ଚାହୁଁଛନ୍ତି ତ ଡାଲିର କ୍ୱାଣ୍ଟିଟି କମ କଲେ ବହୁତ ହି ଭଲ ହବ କିମ୍ବା ଯଦି ସେମ ସେମ କ୍ୱାଣ୍ଟିଟି ରଖୁଛନ୍ତି ତ ଚଳିବ ନହେଲେ ଯଦି ୟାଠୁ ଅଧିକ ରଖୁଛନ୍ତି ତେବେ ବି ଚଳିବ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ମୁଁ ସେମ କ୍ୱାଣ୍ଟିଟି ରଖିଛି। ଆଉ ଏଇଠି ମୁଁ ନେଇଛି ଅରୁଆ ଚାଉଳ ଯୋଉଟା କି ନୂଆ ଅରୁଆ ଚାଉଳ। ଯଦି ଆପଣ ପୁରୁଣା ଅରୁଆ ଚାଉଳ ନଉଛନ୍ତି ତ ଟିକେ ସିଝିବାରେ ଲେଟ୍ ହେଇଯାଇଥାଏ କିନ୍ତୁ ଯଦି ଆପଣଙ୍କ ପାଖରେ ନୂଆ ଅରୁଆ ଚାଉଳ ଅଛି ନେଇଯିବେ। ଯଦି ପୁରୁଣା ଅରୁଆ ଚାଉଳ ଅଛି ତାକୁ ଟିକେ କମ ସେ କମ ପାଣିରେ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ବତୁରେଇକି ରଖିଥିବେ ଯାହା ଦ୍ୱାରା କି ବହୁତ ଜଲ୍ଦି ହେଇଯିବ। ଏବେ ଫ୍ରେଣ୍ଡ କରିବାର କଣ ଅଛି ହାତ ମାରିକି ଏହିପରି ଭାବରେ ରଗଡି ରଗଡି ଆପଣଙ୍କର ଚାଉଳ ଆଉ ତା ସହିତ ମୁଗ ଡାଲି ଦୁଇଟା ଯାକ ଏଠି ଧୋଇଦେବାର ଅଛି। ଆପଣ ଚାହିଁଲେ ଅଲଗା ଅଲଗା ମଧ୍ୟ ଧୋଇ ଦେଇ ପାରିବେ କିନ୍ତୁ ମୁଁ ଏଠି ଗୋଟିଏ ଜାଗାରେ ଧୋଇ ଦଉଛି। ୟାକୁ ଫ୍ରେଣ୍ଡ ଆମେ ବହୁତ ବଡସେ 2 ରୁ 3 ଥର ୱାଶ କରିଦେଇଛେ ତାକି ତା ଭିତରେ ଯାହା ବି ଡଷ୍ଟ ଥିବ ସବୁ ବହୁତ ପରିଷ୍କାରରେ ପଳେଇବ। ଅଳ୍ପ ଟିକେ ଫ୍ରେଣ୍ଡ ପାଣି ଦେଇ ଦିଅନ୍ତୁ ଯେତିକି ଆମର ମୁଗ ଡାଲି ଆଉ ଚାଉଳ ବତୁରିକି ରହିବ ବୁଡିକି ରହିବ। ପାଣି ଦେଇକି ଫ୍ରେଣ୍ଡ ୟାକୁ କମ ସେ କମ କଭର କରିକି ଅଧଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ସମୟ ନାହିଁ ତ ଆପଣ ଏଇଠି ତୁରନ୍ତ ମଧ୍ୟ ବନେଇ ପାରିବେ। ଯଦି ସମୟ ଅଛି ନିହାତି ଭାବରେ ଫ୍ରେଣ୍ଡ ତାକୁ ଏଇଠି ବତୁରେଇକି ପାଣିରେ ଛାଡନ୍ତୁ। ଅଧଘଣ୍ଟା ପରେ ଦେଖୁଛି ଫ୍ରେଣ୍ଡ ପାଣି ସବୁତକ ମୁଁ ଏଇଠି ଡ୍ରେନ୍ ଆଉଟ୍ କରିଦେଇଛି। ଆଉ ଏଇଠି ଦେଖିପାରୁଥିବେ ପୁରା ଆମର ଚାଉଳ ତା ସହିତ ଡାଲି ବି ମଧ୍ୟ ଟିକେ ଟିକେ ଫୁଲିକି ଏଇଠି ଅଛି। ଚାଲନ୍ତୁ ଫ୍ରେଣ୍ଡ ଯିବା ଆଗ ଷ୍ଟେପ କୁ। ତା ଲାଗି ପ୍ରଥମେ ଫ୍ରେଣ୍ଡ ଏଇଠି ମୁଁ ବସେଇ ଦେଇଛି ଗୋଟେ ତାୱା। ଏଇଠି ମୁଁ ଦେଇଦେଇଛି ଅଳ୍ପ ଟିକେ ଘିଅ। ଆପଣ ଚାହିଁଲେ ଫ୍ରେଣ୍ଡ ରିଫାଇଣ୍ଡ ର ବି ୟୁଜ କରିପାରିବେ କିମ୍ବା ଡାଲଡା ଘିଅ ଗୁଆ ଘିଅ ଯାହା ବି ଆପଣଙ୍କ ପାଖରେ ଥିବ ଆପଣ ଏଇଠି ନେଇପାରିବେ। ଯଦି ମନ୍ଦିରର ବାସ୍ନା ଚାହୁଁଛନ୍ତି ତାହେଲେ ଫ୍ରେଣ୍ଡ ନିହାତି ଭାବରେ ଗୁଆ ଘିଅ ନିଅନ୍ତୁ। ଯଦି ନାହିଁ ତାହେଲେ ଡାଲଡା ବି ମଧ୍ୟ ୟୁଜ କରିପାରିବେ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ପୁରା ପରଫେକ୍ଟଲି ମୁଁ ଏଇଠି ଘିଅ ଦେଇଦେଇଛି ଆଉ ଘିଅ ବି ମଧ୍ୟ ପୁରା ଏଇଠି ଗରମ ହେଇଯାଇଛି। ବସ୍ ଏତିକି ଫ୍ରେଣ୍ଡ ଏତିକିରେ ଆମକୁ କରିଦେବାର କଣ ଅଛି ଏଇଠି ନେଇଯିବାର ଅଛି କାଜୁ ଖିସମିସ ତା ସହିତ ତେଜପତ୍ର। ଏଇଠି ଫ୍ରେଣ୍ଡ କାଜୁ ଖିସମିସ ଅପସନାଲ ଯଦି ଆପଣଙ୍କୁ ପସନ୍ଦ ତ ନିହାତି ଭାବରେ ପକେଇବେ ଯଦି ପସନ୍ଦ ନୁହଁ ତ ସ୍କିପ୍ ମଧ୍ୟ କରିପାରିବେ। କିନ୍ତୁ ଫ୍ରେଣ୍ଡ ଆଜିକା ଡେଟରେ ମନ୍ଦିରରେ ମଧ୍ୟ କାଜୁ ଖିସମିସ ପଡୁଛି ତ ଆପଣଙ୍କୁ ଯଦି ପସନ୍ଦ ତ ନିହାତି ଭାବରେ ପକାନ୍ତୁ ଯଦି ମନ୍ଦିର ବାଲା ଚାହୁଁଛନ୍ତି। କିନ୍ତୁ ମୁଁ ଏଇଠି ଆପଣଙ୍କୁ 101% ଗ୍ୟାରେଣ୍ଟି ଦେଇକି କହିବି ଯଦି ଆପଣ ଏହିପରି ଭାବରେ ବନେଇ ଦେଇଛନ୍ତି ନା ପରଫେକ୍ଟ ହବ। ମନ୍ଦିରର ବାସ୍ନା ପୁରା ଘରେ ହବ ଯେମିତି ଆପଣ ମନ୍ଦିରରୁ ଆଣିକି ଖାଆନ୍ତି ଠିକ ସେଇପରି ଭାବରେ ଲାଗିବ। ତ ଚାଲନ୍ତୁ ଦେଖି ନେବା। ଏଇଠୁ ଫ୍ରେଣ୍ଡ ସ୍କିପ୍ କରିବା ବନ୍ଦ କରିଦିଅନ୍ତୁ ନହେଲେ ବହୁତ କିଛି ଜିନିଷ ମିସ୍ କରିଦେବେ। ଆଉ ମିସ୍ କରିସାରିଲା ପରେ ଆପଣଙ୍କର କାନିକା ବା ଖିଚୁଡି ଖରାପ ବି ମଧ୍ୟ ହେଇଯାଇପାରେ। ତେଣୁକରି ଫ୍ରେଣ୍ଡ ଏଇଠୁ ବିନା ସ୍କିପ୍ କରି ଦେଖି ରୁହନ୍ତୁ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ଆମେ ବତୁରା ହେଇଥିବା ଚାଉଳ ଆଉ ମୁଗ ଡାଲି ଦୁଇଟା ଯାକ ଆମେ ନେଇକି ଏଇପରି ଭାବରେ ଟିକେ ଭାଜିଦବା। लो फ्लेम रे फ्रेंड भाजिबे आदो एठी हाई फ्लेम करिबा नाही लो टू मीडियम फ्लेम रखिकी भाजी देबे। केते टाइम फ्रेंड कम से कम 2 मिनिट भाजिबे आदो अधिक टाइम भाजिबे नाही। भाजिला टाइम रे फ्रेंड आपन को एठी देई दबार
देबार अछि स्वाद अनुसार लुण लुण देखिकी देबे जेहेतु चाउल आ डाली दुईटा जाक नउचे तो लुणर परिमाण आपनको क्वांटिटी हिसाब रे बढ़ेबे कमेई परिबे। एठी फ्रेंड मु नै जाउची हळदीर गुंड टिके ता सहित एठी मु नै जाउची पानी। एठी फ्रेंड पानी मु केतिकी नेइची गोटे ताटिया मुग डाली ता सहित गोटे ताटिया चाउल हिसाब रे जो ताटिया रे मु देखौची सेई ताटिया रे नेइची 4 ताटिए पानी। ता माने फ्रेंड जदि आपण गोटिए गोटिए जगह रे नउचंती आपण चाउल तो ता हिसाब रे तार 2 गुण पानी देबे। डाली जदि नउचंती ता हिसाब रे तार 2 गुण पानी देबे। आ ध्यान देबे फ्रेंड जदि आपण इंस्टेंट भाबे रे करूचंती ना चाउल को बतुरो नांदी तो एक्स्ट्रा आपणकर आउ गोटे कप किंबा गोटे ग्लास रे मध्य पानी लागि पारे जो क्वांटिटी आपण नेइथिले। एठी फ्रेंड देखि पारे मु दे देछि अन्नपूर्णार पत्र जोटा कि घरे घरे समस्तन घर उपस्थित थाए आ बहुत ही बढ़िया मध्य बास्ना थाए। जदि आपण पाखरे अन्नपूर्णार पत्र नाही तो आपण एठी बास्ना चाउल भी मध्य यूज करि परिबे। जदि बास्ना चाउल नाही अन्नपूर्णा पत्र नाही तो कोन करिए फ्रेंड गुजराती को छेची की मध्य एठी यूज करि परिबे बहुत ही बढ़िया बास्ना थाए। एठी फ्रेंड देखि पारथुए मु घोड़े की छाड़ी देइतिली कम से कम 5 रु 10 मिनिट पई। आउ एठी हमर पूरा रेडी हे गलानी हमर कानिका आउ एपर्यंत भी रेडी हेनी आहुरी टिके टिके अछि। तो ये फ्रेंड कर कौन अच्छे आपको टे बारे मिक्स कर दिंतु। मिक्स कर सारा पर आप देखी दिंतु जदि आउ टे पानी दरकार हो चाउल को चिपिकी ये आप देखिपारे जदि दरकार हो तो ये आउ टे पानी आड करें सीझापी। ये फ्रेंड जेहतु आम क्वांटिटी हिसाब से करते भाग माप तो किसी दरकार नाला अल्प टे ये नड़िया ता सहित 3 चामच दे चीनी। चीनी फ्रेंड आपण हिसाब से देदेवे केते मीठा आपण खाया को पसंद करंती से हिसाब से देदेवे। आउ जदि फ्रेंड आपण मंदिर हिसाब से देखुचंती तो मंदिर हिसाब से मु एठी दे देछि 3 चामच चीनी। एठी गोटिए कटोरी चाउल आ गोटिए कटोरी डाली रे मु एठी दे देछि 3 चामच चीनी। आपण हिसाब से चीनी बढ़ाई परिबे कमाई परिबे। एठी फ्रेंड चीनी देई सारिबा पर एठी हमें बहुत बड़ा से घोड़े देइछे। नड़िया को फ्रेंड निहाते भाबरे पकांदु मंदिर रे पका हुए बहुत बढ़िया लागे। आ खाइबारे गोटे गोटे रहिले बाइट रहिले बहुत भल आउरी टेस्ट लागि थाए। ये फ्रेंड आपको ये घोड़े कम से कम 5 मिनट रखी देछि। चीनी भी फ्रेंड आम मेल्ट हो जाए आमर नड़िया भी फ्रेंड ये मिसी जाइए बहुत ही सहज बहुत ही सरल उपाय रेडी हो जाए मुग डाली खेचुड़ी बा कानिका आपण कहि परिबे। आ एते टेस्ट 100 ରୁ 101% पुणी आउ थोड़ा आपन गारंटी दे कहूची जिए बनेछि एही परे आउरे भाग मापरे से टोटाली स्वाद भूली पारिनी। आउ एटा आपणकर हाथ रे ही बनी के रहइबा। आउ एते स्वादिया लागिबा घरे समस्त पचारिबे रेसिपी काहाडू सिखिलो तो निहाते भाबरे फ्रेंड शेयर कर देबे जो मानकु मो रेसिपी भल लागुची। आउ जदि आपण सीक्रेट फूडी चैनल ले नुआ आछन आउ सीक्रेट फूडी 1 चैनल को सब्सक्राइब करना आंदी जल्दी जाई कि फ्रेंड सीक्रेट फूडी 1 चैनल सब्सक्राइब करी बेल नोटिफिकेशन ऑन कर दियंतु। एही बराबर नूतन नूतन रेसिपी टिप्स टिप विथ अनलिमिटेड बोनस पॉइंट देखिया पे घर लोकन को हो किंबा सांग साथी को निहाते भाबरे शेयर कर दियंतु। बहुत ही नुआ उपाय आपण कहिची बहुत ही सरल उपाय रे जे करी कि थरे देखिची सी निजे मजा पाइची। भल लागिले लाइक टा करिवे। थैंक यू फॉर वाचिंग। पुणी देखा।